ମାର୍ଚ୍ଚ 8ରେ ମିଳିବ ସୁଭଦ୍ରା ଟଙ୍କା। ହଁ ଆଜ୍ଞା, ମାର୍ଚ୍ଚ 8ରେ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା। ଅନ୍ତର୍ଜାତୀୟ ମହିଳା ଦିବସରେ ଓଡ଼ିଶା ସରକାର ଛାଡ଼ିବେ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା। ଓଡ଼ିଶାର ସମସ୍ତ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ଏକାଥରେ 5,000 ଟଙ୍କା ଛାଡ଼ିବେ ରାଜ୍ୟ ସରକାର। ଯେଉଁମାନେ ପ୍ରଥମ, ଦ୍ୱିତୀୟ ଆଉ ତୃତୀୟ କିସ୍ତି ପାଇନାହାନ୍ତି ସେମାନେ ବି ଏକାକାଳୀନ ପାଇପାରିବେ 3ଟି କିସ୍ତିର ଟଙ୍କା। ହଁ ଆଜ୍ଞା, ସେମାନଙ୍କ ବ୍ୟାଙ୍କ ଖାତାକୁ ଛାଡ଼ିବେ ରାଜ୍ୟ ସରକାର 3ଟି କିସ୍ତିର 15,000 ଟଙ୍କା। ସେହିଭଳି ଯେଉଁ ମହିଳାମାନେ ଆଧାର, ବ୍ୟାଙ୍କ ଆଉ KYC ପ୍ରୋବ୍ଲେମ୍ ଥିଲା ସେମାନେ ବି ପାଇପାରିବେ 3ଟି କିସ୍ତିର ଏକାକାଳୀନ ଟଙ୍କା। ଆଉ ଯେଉଁମାନଙ୍କର ଲିଷ୍ଟରେ ନାଁ କଟି ଯାଇଥିଲା କି ଲିଷ୍ଟରେ ନାଁ ନଥିଲା କି ରିଆପ୍ଲାଏ କରିଥିଲେ ସେମାନେ ବି ପାଇପାରିବେ ସୁଭଦ୍ରା ଯୋଜନାର 3ଟି କିସ୍ତିର ପୁରା ଟଙ୍କା। ତେବେ ଚତୁର୍ଥ କିସ୍ତି ଟଙ୍କା କେବେ ଆସିବ ଆଉ କେଉଁଦିନ ମିଳିବ ଚତୁର୍ଥ କିସ୍ତି ଟଙ୍କା? ଓଡ଼ିଶାର ସମସ୍ତ ମହିଳାମାନଙ୍କୁ ଚତୁର୍ଥ କିସ୍ତି ଟଙ୍କା ଦେବା ପାଇଁ ଓଡ଼ିଶା ସରକାର ଘୋଷଣା କରିସାରିଛନ୍ତି। ସୁଭଦ୍ରା ଯୋଜନା ଦେବା ପାଇଁ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ଯେ ମାର୍ଚ୍ଚ 8 ତାରିଖରେ ଓଡ଼ିଶାର ସମସ୍ତ ମହିଳାମାନଙ୍କୁ ବ୍ୟାଙ୍କ ଖାତାକୁ ଡାଇରେକ୍ଟ ଛାଡ଼ିବେ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା। ଆପଣମାନଙ୍କର ଯଦି ଲିଷ୍ଟରେ ନାଁ ନାହିଁ, ଲିଷ୍ଟରେ କଟି ଯାଇଥିଲା, ତ ଯେଉଁମାନେ ରିଆପ୍ଲାଏ କରିଛନ୍ତି ସେମାନେ ବି ପାଇପାରିବେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ତ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସେୟାର, କମେଣ୍ଟ ଆଣ୍ଡ ସବସ୍କ୍ରାଇବ୍ ନିଶ୍ଚିତ କରନ୍ତୁ। ରହିଲି, ଜୟ ଜଗନ୍ନାଥ।